ଚଳିତ ବର୍ଷ ମହାନଦୀ ରେ ମହାବିପତ୍ତି ବନ୍ୟା ଆସିବା ପରେ ପାଇକା ନଦୀ କୂଳରେ ଥିବା ଧୋଇଆ ଅଞ୍ଚଳର 3ଟି ୱାର୍ଡ ଯେଉଁ ମଙ୍ଗରାଜପୁର ପଞ୍ଚାୟତ ଏବଂ ରତନପୁର ଗାଁର ଯେଉଁ ଅଛି 10 ନମ୍ବର 11 ନମ୍ବର ୱାର୍ଡ ଅଛି 3ଟି ୱାର୍ଡ ଅଛି ସେ ୱାର୍ଡରେ ନାହିଁ ନଥିବା ଅସୁବିଧାର ଲୋକ ସମ୍ମୁଖୀନ ହେଉଛନ୍ତି। ଆମ ପାଖରେ କିଛି ଅଛନ୍ତି ଧୋଇଆ ଅଞ୍ଚଳର ବାସୀ ତାଙ୍କୁ ପଚାରିବା କିଭଳି ସେମାନେ ବନ୍ୟାରେ ଅସୁବିଧାରେ ଅଛନ୍ତି। ଆଜ୍ଞା କହିବେ କଣ ବନ୍ୟାରେ ଆପଣ ମାନେ ବର୍ତ୍ତମାନ ଆମେ ବହୁତ ଅସୁବିଧାରେ ରାତି ବିକାଳେ ବହୁତ ପ୍ରଶାସନ ତରଫରୁ ଗୋଟେ ଡଙ୍ଗା ଦେଇଛନ୍ତି। ଆମେ ଯିବା ଆସିବା କରୁଛୁ। ଆଉ ଗୋଖାଦ୍ୟ କୌଣସି ପ୍ରଶାସନ ଦେଇନାହିଁ। ଆଉ ଶୁଖିଲା ଖାଦ୍ୟ ଭିତରେ ବିସ୍କୁଟ ଦେଇଛନ୍ତି। ଆଉ କେଜି ଲେଖା 1.5 କେଜି ଲେଖା ଚୁଡ଼ା ଦେଇଛନ୍ତି କାଲି। ଆଉ ଆଜି ଫ୍ରି କିଚେନ କରାଯାଉଛି। କେତେ ଲୋକ ଅଛନ୍ତି? ଆମର 2ଟା ୱାର୍ଡରେ ଅଛନ୍ତି 700ରୁ ଏଭବ ଲୋକ ଅଛନ୍ତି ପପୁଲେସନ ଅନୁସାରେ। ଖଣ୍ଡେ ଟଙ୍କା ହଁ ଗୋଟେ ନାଇଁ ସେପଟେ ଗୋଟେ ଡଙ୍ଗା ଦେଇଛନ୍ତି ଫୁଲି ଆଉ ଏପଟେ ଗୋଟେ ସେପଟେ ଗୋଟେ ଅଛନ୍ତି 2ଟା ଡଙ୍ଗା ଦେଇଛନ୍ତି। ନାଇଁ ପାନୀୟ 2ଟା ଜଳ ପାନୀୟ ଜଳ ସୁବିଧା ଆମକୁ ପାଣି ଅଛି ଟ୍ୟାପ ଅଛି ଆମର ଯୋଉ ଟାଙ୍କି ଅଛି। ଆଉ ଟ୍ୟୁବୱେଲ ସବୁ ସୁବିଧା ଅଛି। ଗୋଟେ 2ଟା ଏମିତି ବୁଡିଛି ଆଉ। କହିବେ କଣ ସୁବିଧା ଅସୁବିଧା କହିଲେ? ଗଭର୍ଣ୍ଣମେଣ୍ଟ ତରଫରୁ କିଛି ଏପର୍ଯ୍ୟନ୍ତ ମିଳିନାହିଁ। ଚୁଡ଼ା କେଜିଏ, ବିସ୍କୁଟ 2 ଟଙ୍କିଆ 5 ଟଙ୍କିଆ ବିସ୍କୁଟ 2ଟା ନେଖା, ଆଉ ଗୋଖାଦ୍ୟ କିଛି ଏପର୍ଯ୍ୟନ୍ତ ମିଳିପାରି ନାହିଁ। କି ପାଲ ଫାଲ ଖଣ୍ଡେ ଦେଲେ ଭଲ ହୁଅନ୍ତା। ପାଲ ଫାଲ ଲୋକ ରାସ୍ତା ଉପରେ ଘର କରି ଘରେ ବହୁତ ଲୋକଙ୍କ ଘରେ ପାଣି ବୋହିଛି। ରାସ୍ତା ଉପରେ ପଲା କରି ରହିଛନ୍ତି। ତାଙ୍କ ପାଇଁ କିଛି ଟିକେ ସୁବିଧା ମିଳୁନାହିଁ। ଗଭର୍ଣ୍ଣମେଣ୍ଟ ତରଫରୁ କିଛି ବି ଆସିପାରି ନାହିଁ। ସରପଞ୍ଚ କାଲି କିଲେ ଚୁଡ଼ା ବିସ୍କୁଟ 2ଟା ନେଖା ଆଣି ଦେଇଥିଲେ, ସେତିକି ପାଇଛୁ, ଆଉ କିଛି ପାଇନାହୁଁ। କେବଳ କେବଳ ବିସ୍କୁଟ ଆଉ ଚୁଡାକୁ ଛାଡ଼ିଲେ ଆଉ କିଛି ଏପର୍ଯ୍ୟନ୍ତ ଆସିନି। ମଉସା କଣ କେମିତି ବର୍ତ୍ତମାନ ଅବସ୍ଥା? ସାର୍ ଘରେ ତ ପାଣି ପଶିଲାଣି, ସମସ୍ତେ ଆସି ବାହାରେ ଅଛନ୍ତି। କେବଳ ଠାକୁରଙ୍କ ଦୟାରେ ଯୋଉ ବର୍ଷା ଟିକେ ନାହିଁ, ନହେଲେ ବର୍ଷା ଯଦି ଆସେ ତାହେଲେ ଲୋକ ବହୁତ ହଇରାଣ ହେବେ। ବେଶୀ ହଇରାଣ ହଉଛନ୍ତି ଗାଈ ଗୋରୁ। ଗାଈ ଗୋରୁଙ୍କ ପାଇଁ ଏପର୍ଯ୍ୟନ୍ତ କିଛି ନାହିଁ। 3-4 ଦିନ ହେଲାଣି ଗାଈ ପୁରା ଉପାସରେ ଅଛନ୍ତି। ଆଉ ମଣିଷଙ୍କ ପାଇଁ ହଁ ଆମେ ବି ସେଇଭଳି ଅଛୁ। କିନ୍ତୁ ଗାଈଙ୍କ ପାଇଁ ନିହାତି ଛଣ ଫଣ ବ୍ୟବସ୍ଥା କଲେ ଭଲ ହୁଅନ୍ତା। ଆଉ ଯୋଉ ଲୋକମାନେ ପଦାରେ ଅଛନ୍ତି ସେମାନେ ପାଲ ଫାଲ ବ୍ୟବସ୍ଥା କଲେ ଭଲ ହୁଅନ୍ତା। କେତେ ଦିନ ପରେ ଆଜି ହଉଛି ମାଗଣା ଖାଦ୍ୟ ରୋଷେଇ ହଉଛି? 4 ଦିନ ହେଲାଣି ଆଜି ହଉଛି ଆରମ୍ଭ ହଉଛି। 4 ଦିନ ପରେ ଆଜି ହଉଛି। ହଁ ଆଜି ଗୋଟାଏ ଟାଇମ ଆରମ୍ଭ ହବ। କଣ ହେଇଛି କହିଲେ? ଆଜ୍ଞା ରାତିକି ରୋଷେଇ ହଉଛି। 4 ଦିନ ହେଲା କେହି ପହଞ୍ଚିନାହାନ୍ତି ଏପର୍ଯ୍ୟନ୍ତ। ଆମେ ତ ଅଛୁ ଏଇଠି ଉପାସରେ ଭୋକିରେ ଅଛୁ। ପାଣି ପଶିଯାଇଛି ଘରେ। ଆଉ ଆମେ କଣ କରିବୁ? ସରକାର ପକ୍ଷରୁ କିଛି ଆସିନାହିଁ। କେତେ ଲୋକ? ଲୋକ ଆମର ଆମ ଗାଁରେ 2ଟା ୱାର୍ଡ ଆମ ଗାଁରେ 300-350 ଲୋକ। ସେପଟ ୱାର୍ଡ ମିନିମମ୍ 500 ଲୋକ। ସମସ୍ତେ ଉପାସ ଭୋକିରେ ଅଛୁ। ପାଣି ପଶିଯାଇଛି ଆପଣ ଦେଖୁନାହାନ୍ତି। ପାଣି ପୁରା ବହୁତ ଘରେ ପାଣି ପଶିଛି। ଆଉ 4 ଦିନ ପରେ ଆଜି ପ୍ରଶାସନ ତରଫରୁ ବିସ୍କୁଟ ଏବଂ ଫ୍ରି କିଚେନ କରାଯାଉଛି ବୋଲି ଅଭିଯୋଗ ଅଛି। ଏପର୍ଯ୍ୟନ୍ତ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ନାହିଁ। ଯାହା କହିଲେ ଗୋ ସମ୍ପଦ ବହୁତ ବିପଦରେ। ତେଣୁ ତୁରନ୍ତ କେବେ ପ୍ରଶାସନ ଏମାନଙ୍କ ପାଖରେ ଏ ଚଳିତ ବନ୍ୟାରେ ପହଞ୍ଚିକିରି ସହାୟତାରେ ହାତ ବଢାଉଛି ତାହା ତ ସମୟ କହିବ।